नमस्कार वेलकम टू माय यूट्यूब चैनल जन्ममामु पृष्ठार गपटिए। आज मु विष्णु पुराण गज उदाहरण विषयटी आपण मानक पई नहीं आसीछि। क्षीर सागर मध्य थिला त्रिकूट पर्वत। सेही पर्वतर तीनोटी शिखर लुहा रूपा और सुनारे आवृत थाए। तीन शिखरर मध्यस्थित स्थानटी थिला एक विशाल जंगल। ସେହି ଜଙ୍ଗଲ ଅନେକ ଫୁଲ ଫଳ ଗଛରେ ପୂର୍ଣ୍ଣ ଥିଲା। ସେଠାରେ ଥାଇ ଗଜେନ୍ଦ୍ର ନାମକ ଏକ ମତହସ୍ତୀ ଓ ତାହାର ଅସଂଖ୍ୟ ସ୍ତ୍ରୀ ହାତୀ ସବୁ। ସେମାନଙ୍କ ସହ ସେ ଆନନ୍ଦରେ ସେହି ଜଙ୍ଗଲରେ ବିହାର କରୁଥାଏ। ଦିନେ ଅତ୍ୟନ୍ତ ଶୋଷ ହେବାରୁ ଗଜେନ୍ଦ୍ର ତାର ହାତୀ ଦଳଙ୍କୁ ନେଇ ଗୋଟିଏ ହ୍ରଦ ନିକଟରେ ପହଞ୍ଚିଲା। ସେଠାରେ ପାଣି ପିଇ ସାରି ଗଜେନ୍ଦ୍ର ଦେଖିଲା ହ୍ରଦଟି ଅତ୍ୟନ୍ତ ସୁନ୍ଦର ନୀଳ ଜଳରେ ପୂର୍ଣ୍ଣ ହୋଇଅଛି। ତାର ଇଚ୍ଛା ହେଲା ଟିକିଏ ଜଳକ୍ରୀଡ଼ା କରନ୍ତା। ତେଣୁ ସେ ତାର ସମଗ୍ର ହାତୀ ଦଳକୁ ନେଇ ହ୍ରଦ ଜଳରେ ନାନା ପ୍ରକାର କ୍ରୀଡ଼ା କରି ନିଜର ମନୋରଞ୍ଜନ କଲା। ଏହି ଆନନ୍ଦ ସମୟରେ ସେହି ହ୍ରଦରେ ଥିବା ଏକ ବିରାଟ ମଗର ମାଛ ଗଜେନ୍ଦ୍ରର ପାଦକୁ କାମୁଡ଼ି ଧରିଲା। ଗଜେନ୍ଦ୍ରର ପାଦରେ କଷ୍ଟ ହେବାରୁ ସେ ଉଚ୍ଚସ୍ୱରରେ ଚିତ୍କାର କଲା। ସେ ଚିତ୍କାରରେ ତାର ଦଳସ୍ଥିତ ହାତୀମାନେ ବିବ୍ରତ ହୋଇ ଦୌଡ଼ିଲେ ଓ ସମସ୍ତେ କୂଳରେ ପହଞ୍ଚିଲେ। ଗଜେନ୍ଦ୍ର ନିଜର ଦାନ୍ତରେ ମଗରକୁ ଆଘାତ କରୁଥାଏ। ମଗର ମଧ୍ୟ ତାର ତୀକ୍ଷ୍ଣ ଦାନ୍ତରେ ଗଜେନ୍ଦ୍ରର ପାଦ କାମୁଡ଼ି ରକ୍ତ ବାହାର କରି ଦେଉଥାଏ। ପାଦରେ କଷ୍ଟ ହେବାରୁ ଗଜେନ୍ଦ୍ର ଚିତ୍କାର କରୁଥାଏ ଓ ଛଟପଟ ହେଉଥାଏ। ଅନ୍ୟ ହାତୀମାନେ ଗଜେନ୍ଦ୍ରର ଏପରି ଅବସ୍ଥା ଦେଖି କି କର୍ତ୍ତବ୍ୟ ବିମୂଢ଼ ହୋଇ କେବଳ ଅଶ୍ରୁପାତ କରିବାରେ ଲାଗିଲେ। ଗଜେନ୍ଦ୍ର ମଗରକୁ ତାର ଶୁଣ୍ଢରେ ବାଡ଼ଉଥାଏ। କିନ୍ତୁ ପାଣି ତ ମଗରର ରାଜ୍ୟ, ତେଣୁ ତାର ବଳ ବେଶୀ। ସେ ନିଜର ତୀକ୍ଷ୍ଣ କଣ୍ଟାଯୁକ୍ତ ଲାଞ୍ଜରେ ଗଜେନ୍ଦ୍ରକୁ ବାରମ୍ବାର ବାଡ଼େଇ ରକ୍ତାକ୍ତ କରି ଦେଉଥାଏ। ହାତୀର ବଳହାନି ଘଟିଲେ ମଗର ଗଭୀର ଜଳକୁ ଟାଣି ନେଉଥାଏ। ପୁଣି ହାତୀ ଚେଷ୍ଟା କରୁଥାଏ ପାଦରେ ମଗରକୁ ଚକଟି ମାରିଦେବା ପାଇଁ। ଏପରି ଭାବରେ ହାତୀ ଓ ମଗରର ଯୁଦ୍ଧ 1000 ବର୍ଷ ପର୍ଯ୍ୟନ୍ତ ଚାଲିଲା। ଗଜେନ୍ଦ୍ର ନିଜର ଶକ୍ତି ଉପରେ ନିର୍ଭର କରି ପ୍ରାଣପଣେ ଲଢ଼ିଲା, କିନ୍ତୁ କ୍ରମେ ତାର ଶକ୍ତି କ୍ଷୟ ହେବାକୁ ଲାଗିଲା। କିନ୍ତୁ ମଗର ତ ଜଳଜନ୍ତୁ, ତାର ବିଶେଷ କିଛି ଅସୁବିଧା ହେଉନଥାଏ। ସେ ହାତୀ ଦେହରୁ ନିର୍ଗତ ହେଉଥିବା ରକ୍ତ ପିଇ ଆହୁରି ଶକ୍ତିଶାଳୀ ହେବାକୁ ଲାଗିଲା। ଗଜେନ୍ଦ୍ର ଆହୁରି ଦୁର୍ବଳ ହୋଇଗଲା ଓ କଙ୍କାଳ ମାତ୍ର ଥାଏ। ସେ ଅବସ୍ଥାରେ ମଗର ମୁହଁରୁ ବଞ୍ଚିବାର ଆଉ କୌଣସି ଆଶା ନଥାଏ। ଶେଷକୁ ଗଜେନ୍ଦ୍ର ଅତ୍ୟନ୍ତ ଦୁଃଖିତ ହୋଇ ଭାବିଲା, ଶୋଷ ଲାଗିବାରୁ ମୁଁ ଏଠାକୁ ପାଣି ଟିକିଏ ପିଇବାକୁ ଆସିଥିଲି। ପାଣି ପିଇସାରି ମୋର ଏଠାରୁ ଚାଲିଯିବା ଉଚିତ ଥିଲା। କାହିଁକି ବା ମୁଁ ଏପରି ଭୁଲ କଲି? ଏବେ ମୋତେ ରକ୍ଷା କରିବ କିଏ? କିନ୍ତୁ ତଥାପି ମୋ ଅନ୍ତରରେ ଏପରି ବିଶ୍ୱାସ ଆସୁଛି ଯେପରି କିଏ ନା କିଏ ମୋତେ ରକ୍ଷା କରିବ। ମୋର ଏହି ଆଶାର ଆଧାର ଈଶ୍ୱରଙ୍କ ବ୍ୟତୀତ ଆଉ କିଏ ହୋଇପାରେ? ମୁଁ ତାଙ୍କୁ ହିଁ ବର୍ତ୍ତମାନ ଡାକିବି। ଏପରି ଭାବୁ ଭାବୁ ଗଜେନ୍ଦ୍ର ପ୍ରାର୍ଥନା କରି କହିଲା, ହେ ପ୍ରଭୁ, ମୋ ପରି ଏକ ଜୀବ ବିପଦରେ ପଡ଼ିଲେ ତୁମକୁ ମନେ କରେ ନାହିଁ। ଦୁଃଖ ନ ପାଇଲେ କେହି ତୁମର ସାହାଯ୍ୟ ଲୋଡ଼େ ନାହିଁ। ଯେ ପର୍ଯ୍ୟନ୍ତ ତୁମେ ଅଛ ବା ନାହଁ, ଏହି ଦ୍ୱନ୍ଦ୍ୱ ମନ ଭିତରେ ଥାଏ। ତମେ ତା ପାଖରେ ପ୍ରକାଶ ହୁଅ ନାହିଁ। ପୁଣି ମନରେ ଦୃଢ଼ ବିଶ୍ୱାସ ଆସିଲେ ତୁମେ ପ୍ରକଟ ହୋଇଥାଅ। ଏପରି ପ୍ରାର୍ଥନା କରୁ କରୁ ଗଜେନ୍ଦ୍ରକୁ ମନେ ହେଲା ତାର ଶରୀର ପୀଡ଼ା ଟିକିଏ ଉପଶମ ହୋଇଯାଇଛି। ତାପରେ ଗଜେନ୍ଦ୍ର କ୍ରମେ ଭଗବାନଙ୍କୁ ଧ୍ୟାନ କରିବାରେ ବେଶୀ ମନୋନିବେଶ କଲା। ଏଣେ ମଗର ବେଶୀ ରାଗିଯାଇ ଗଜେନ୍ଦ୍ର ଗୋଡ଼କୁ ଅଧିକ କାମୁଡ଼ିବାରେ ଲାଗିଲା। କିନ୍ତୁ ଗଜେନ୍ଦ୍ର ଧ୍ୟାନରେ ଅଟଳ ଥାଏ। ଗଜେନ୍ଦ୍ର ମନେ ମନେ ପ୍ରାର୍ଥନା କରୁଥାଏ, ହେ ପ୍ରଭୁ, ତୁମେ ହିଁ ପ୍ରାଣୀମାନଙ୍କୁ ଦୁଃଖ କଷ୍ଟରୁ ମୁକ୍ତ କରିଥାଅ। ତୁମେ ହିଁ ଅନାଦି ଅନନ୍ତ ସୃଷ୍ଟିକର୍ତ୍ତା। ମୋର ଏ ଭୟଙ୍କର ବିପଦ ସମୟରେ ମୁଁ ତୁମର ଶ୍ରୀ ପାଦପଦ୍ମରେ ଶରଣ ଯାଉଛି। ମୋତେ ରକ୍ଷା କର। ତୁମେ ମନ ଓ ବଚନର ଅତୀତ। ତୁମକୁ କିଏ ବା ଜାଣିପାରିବ? ମୁଁ ଏତେ କଷ୍ଟରେ ପଡ଼ି ଡାକୁଛି, କିନ୍ତୁ ମୋର କଣ୍ଠ ଶୁଷ୍କ ପ୍ରାୟ। କୌଣସି ଶବ୍ଦ ବାହାରୁ ନାହିଁ। ପ୍ରାଣ ଅତ୍ୟନ୍ତ ବିକଳ ହେଉଛି। ଅର୍ଦ୍ଧମୂର୍ଚ୍ଛିତ ଅବସ୍ଥାରେ ମୁଁ ତୁମକୁ ଡାକୁଛି। ତମେ ମୋତେ ରକ୍ଷା କର। ତୁମେ ରକ୍ଷା ନ କଲେ ଏ ଘୋର ବିପଦରୁ ତ୍ରାଣ କରିବାର ଶକ୍ତି ଆଉ କାହାର ନାହିଁ। ଏଣେ ମଗର ମାଛର ବଳ ଧୀରେ ଧୀରେ ହ୍ରାସ ପାଉଥାଏ। ଭଗବାନଙ୍କ ଇଚ୍ଛାରେ ଏପରି ହେଉଥାଏ। ଗଜେନ୍ଦ୍ର ଶୂନ୍ୟକୁ ଶୁଣ୍ଢ ଟେକି ନିଶ୍ଚଳ ଅବସ୍ଥାରେ ଦଣ୍ଡାୟମାନ ହୋଇ ରହିଥାଏ। ଏପରି ଅବସ୍ଥାରେ ସାରା ଆକାଶ ଆଲୋକରେ ଝଟକି ଉଠିଲା। ଭଗବାନ ବିଷ୍ଣୁ ଗଜେନ୍ଦ୍ର ସମ୍ମୁଖରେ ପ୍ରକଟିତ ହେଲେ।
ତାଙ୍କର ଶକ୍ତିଶାଳୀ ଚକ୍ର ମଗର ମାଛର ମୁଣ୍ଡ କାଟିଦେଲା। ପ୍ରକୃତରେ ଏହି ମଗରଟି ପୂର୍ବଜନ୍ମରେ ଥିଲା ହୁହୁ ନାମକ ଗନ୍ଧର୍ବ। ପ୍ରାଚୀନ କାଳରେ ଦେବଳ ନାମକ ଜଣେ ଋଷି ପାଣି ଭିତରେ ଠିଆ ହୋଇ ତପସ୍ୟା କରୁଥିଲେ। ସେତିକିବେଳେ ମଗର ମାଛ ପରି ସେହି ଗନ୍ଧର୍ବ ପାଣି ଭିତରେ ଡୁବି ଡୁବି ଯାଇ ଋଷିଙ୍କ ପାଦକୁ ଧରି ପକାଇଥିଲେ। ତେଣୁ ଋଷି ତାଙ୍କୁ ଅଭିଶାପ ଦେଇଥିଲେ ମଗର ହୋଇଯିବାକୁ। ସେହି ଅଭିଶାପର ପରିଣାମ ସ୍ୱରୂପ ସେହି ଗନ୍ଧର୍ବ ସେ ପର୍ଯ୍ୟନ୍ତ ମଗର ମାଛ ହୋଇଥିଲେ। ବିଷ୍ଣୁଙ୍କ ଚକ୍ର ତାକୁ ସବୁଥିରୁ ମୁକ୍ତି ଦେଲା। ମଗର କବଳରୁ ମୁକ୍ତି ପାଇ ଗଜେନ୍ଦ୍ର ବିଷ୍ଣୁଙ୍କ ସାହାଯ୍ୟରେ ପାଣିରୁ ଉପରକୁ ଆସିଲା। ବିଷ୍ଣୁଙ୍କର ଅମୃତ ସ୍ପର୍ଶରେ ସେ ପୁଣି ତାର ପୂର୍ବ ଶକ୍ତି ଫେରି ପାଇଲା ଓ ନିଜର ପୂର୍ବଜନ୍ମ ବୃତ୍ତାନ୍ତ ମଧ୍ୟ ତାର ସ୍ମରଣ ହେଲା। ପୂର୍ବଜନ୍ମରେ ସେ ଇନ୍ଦ୍ରଦ୍ୟୁମ୍ନ ନାମକ ଏକ ବିଷ୍ଣୁ ଭକ୍ତ ରାଜା ଥିଲା। ବିଷ୍ଣୁଙ୍କ ଧ୍ୟାନରେ ମଗ୍ନ ଥିବାବେଳେ ଥରେ ଋଷି ଅଗସ୍ତ୍ୟଙ୍କର ଉପସ୍ଥିତି ସେ ଜାଣିପାରି ନଥିଲେ। ତେଣୁ ଅଗସ୍ତ୍ୟ ରାଗିଯାଇ ଅଭିଶାପ ଦେଇଥିଲେ କି ତୁ ପରଜନ୍ମରେ ମତହସ୍ତି ହୋଇ ଜଙ୍ଗଲରେ ରହିବୁ। ଋଷିଙ୍କ ଅଭିଶାପରେ ତାଙ୍କର ଏ ଦଶା।